ରାୟଗଡ଼ା ସହରର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀଙ୍କ ମନ୍ଦିର କେବେ ସ୍ଥାପିତ ହୋଇଥିଲା ଆପଣମାନେ କେବେ ଭାବିଛନ୍ତି କି ଏବଂ କେଉଁ ରାଜାଙ୍କ ସମୟରେ ଏହି ପ୍ରସିଦ୍ଧ ଶକ୍ତିପୀଠ ଗଢ଼ି ଉଠିଲା ଚାଲନ୍ତୁ ଆଜି ଜାଣିବା ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀଙ୍କ ଇତିହାସ। ରାୟଗଡ଼ା ସହରର ମଧ୍ୟଭାଗରେ ଅବସ୍ଥିତ ମା ମଝିଘରିଆଣୀଙ୍କ ମନ୍ଦିର ଦକ୍ଷିଣ ଓଡ଼ିଶାର ଗୋଟିଏ ପ୍ରସିଦ୍ଧ ଧାର୍ମିକ ସ୍ଥଳ। ପ୍ରତିଦିନ ଏଠାକୁ ଓଡ଼ିଶା ସହିତ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶରୁ ହଜାର ହଜାର ଭକ୍ତ ଦର୍ଶନ ପାଇଁ ଆସନ୍ତି। ଇତିହାସ ଅନୁସାରେ ପ୍ରାୟ 16ଶ ଶତାବ୍ଦୀରେ ଏହି ମନ୍ଦିର ସ୍ଥାପିତ ହୋଇଥିଲା। ସେ ସମୟରେ ଏହି ଅଞ୍ଚଳରେ ଶାସନ କରୁଥିଲେ ରାଜା ବିଶ୍ୱନାଥ ଦେବ ଗଜପତି। ରାଜା ବିଶ୍ୱନାଥ ଦେବ ଗଜପତି ସୂର୍ଯ୍ୟବଂଶୀ ବଂଶର ଏକ ପ୍ରଭାବଶାଳୀ ରାଜା ଥିଲେ। ସେ ନନ୍ଦାପୁର ଜୟପୁର ରାଜ୍ୟର ଶାସକ ଥିଲେ ଏବଂ ସେ ରାୟଗଡ଼ା ଅଞ୍ଚଳକୁ ତାଙ୍କ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର କରିଥିଲେ। କୁହାଯାଏ ଯେ ସେ ରାୟଗଡ଼ାରେ ଗୋଟିଏ ବଡ଼ କଟ ନିର୍ମାଣ କରିଥିଲେ ଏବଂ ସେହି କଟର ମଧ୍ୟଭାଗରେ ମା ମଝିଘରିଆଣୀଙ୍କ ମନ୍ଦିର ସ୍ଥାପନ କରିଥିଲେ। ସେଇଥିପାଇଁ ଏହି ଦେବୀଙ୍କ ନାଁ ପଡ଼ିଲା ମଝିଘରିଆଣୀ ଅର୍ଥାତ୍ ଘରର ମଧ୍ୟଭାଗରେ ବସିଥିବା ଦେବୀ। ସେ ସମୟରେ ଏହି ଦେବୀଙ୍କୁ ରାଜ୍ୟର ରକ୍ଷକ ଦେବୀ ଭାବେ ପୂଜା କରାଯାଉଥିଲା। ରାଜା ଓ ସେନାମାନେ ଯୁଦ୍ଧକୁ ଯିବା ପୂର୍ବରୁ ମାଙ୍କ ଆଶୀର୍ବାଦ ନେଉଥିଲେ ବୋଲି ଇତିହାସରେ କଥା ମିଳେ। ପରେ ବ୍ରିଟିଶ ଶାସନ ସମୟରେ ସେହି ପୁରୁଣା କଟ ଧୀରେ ଧୀରେ ନଷ୍ଟ ହୋଇଗଲା କିନ୍ତୁ ମାଙ୍କ ପ୍ରତି ଭକ୍ତମାନଙ୍କ ଆସ୍ଥା ଆଜି ପର୍ଯ୍ୟନ୍ତ ଅବିଚଳ ରହିଛି। ଆଜି ମା ମଝିଘରିଆଣୀ ରାୟଗଡ଼ା ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଭାବେ ପରିଚିତ। ପ୍ରତିବର୍ଷ ଚୈତ୍ର ପର୍ବ ସମୟରେ ଏଠାରେ ବହୁତ ବଡ଼ ଯାତ୍ରା ପାଳିତ ହୁଏ ଏବଂ ହଜାର ହଜାର ଭକ୍ତ ଏଠାକୁ ଆସି ମାଙ୍କ ଦର୍ଶନ କରନ୍ତି। ସ୍ଥାନୀୟ ଲୋକମାନଙ୍କ ବିଶ୍ୱାସ ଅନୁସାରେ ଯେକୌଣସି ଭକ୍ତ ମନରୁ ମାଙ୍କୁ ପୂଜା କରେ ମା ମଝିଘରିଆଣୀ ତାଙ୍କର ମନସ୍କାମନା ନିଶ୍ଚୟ ପୂରଣ କରନ୍ତି। ଏହା ଥିଲା ମା ମଝିଘରିଆଣୀଙ୍କ ପବିତ୍ର ଇତିହାସ। ମାଙ୍କ କୃପା ସମସ୍ତଙ୍କ ଉପରେ ରହୁ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ସେୟାର ଓ କାଶୀପୁର ରାଇଡର ଦେବକୁ ଫଲୋ କରନ୍ତୁ। ଧନ୍ୟବାଦ।